श्रीयुक्त निरंजन नायक महोदय एवं गायिके शुणाउछन्ति अपन पाखरे प्रसाद कुमार त्रिपाठी महोदय। चिरस्मरणीय गणेश नंदन ए भव सागर नुहई काहार जन्म मृत्यु मात्र सार क्षणिक मध्यरे फसाई नेब से भरी देव ताऊ दरे भरी देव ताऊ दर उठाई झिझिए ने जीवे जिए ओटे चिरंतर स्थिति सकाळर सूर्य अत्तर बदन सकाळर सूर्य अस्तर गगन लागई जीवने गतिरे लागई जीवन गति सकल शक्तिर आधार सदुष ছিলে রাম ভোজ ধনা পরিবার প্রতি অটুট বিরতি পরিবার প্রতি অটুট বিরতি অহরহ উপাসনারে অহরহ উপাসনা গণেশ নামরে নামাকরণ ডাক ଦେଇଥିଲେ ପିତା ମାତା ଦୀପ୍ତିମନ୍ତ ହୋଇ କୋଳ ବିମଣ୍ଡିଲେ ଥିଲେ ସେ ଜଗତ ସୀତାରେ ହେଲେ ସେ ଜଗତ ସୀତା କାରୁଣ ଆଘାତ ଘଟାଇ ଦେଲା ଯେ ଅକସ୍ମାତ ସେ ସୁଦର୍ଶନ ଅକସ୍ମାତ ବଜ୍ର ସଦେଖି ନେଲା ହେ ଅକସ୍ମାତ ବଜ୍ର ସଦେଖି ନେଲା ହେ ଭୋଗେ ଧରି ବନ ଭୋଗେ ଧରି ବନ ଅସହ୍ୟ ହେଉଛି
ବର୍ଷ ମାସ ଦିନ ଦଣ୍ଡ କର୍ମେ ଦିଏ ନର କର୍ମ ଏକାତାର ଜୀବନର ମାନଦଣ୍ଡ। ସେ ଏଭଳି ଜଣେ ମହାନ ବ୍ୟକ୍ତିତ୍ୱର ଏଭଳି ଜଣେ ସମ୍ପୂର୍ଣ୍ଣ ବଳିର ଅଧିକାରୀ ଥିଲେ, ଏଭଳି ଜଣେ ପ୍ରତିଭା ସମ୍ପନ୍ନ ଥିଲେ ଯେ କି ତାଙ୍କର ବିରହରେ ଆଜି ପୁରପଲ୍ଲୀ ଠାରୁ ଏ ଭୁବନେଶ୍ୱର ରାଜଧାନୀ ସାରା ଓଡ଼ିଶା ଆବାଳ ବୃଦ୍ଧବନିତା ଆଜି ଦୁଃଖର ଲହରୀ ତାଙ୍କର ଛୁଟି ଯାଉଛି। ଆଜି ସେ ଏଇ ଗୀତ ମାଧ୍ୟମରେ ଆପଣମାନେ ଜାଣିପାରିବାକୁ ପାଇଥିବେ ତାଙ୍କର କିଭଳି ଭାବରେ ସେବା ସମାଜ ସେବା ଜୀବନର ବ୍ରତ ଥିଲା, ଯାହାକି ସେ ନିଜେ ସଂସାର ନ କରି ମଧ୍ୟ ସାରା ସଂସାରକୁ ସେ ନିଜେ ସଂସାର କରିନଥିଲେ, କିନ୍ତୁ ସେ ଚାକିରି ଛାଡ଼ିଦେଇ ନିଜ ବୃତ୍ତିପଥକୁ ତ୍ୟାଗ କରି ତାଙ୍କର ସ୍ୱାର୍ଥକୁ ତ୍ୟାଗ କରି ସମାଜର କଲ୍ୟାଣ ପାଇଁ ସର୍ବସ୍ୱ ଦାନ କରିଦେଇଥିଲେ। ଆଉ ତାଙ୍କର ଜୀବନକୁ ସେ ଉତ୍ସର୍ଗ କରିଦେଇଥିଲେ ଯେ କି ତାଙ୍କର ଗାଁରେ ସେ ଗୋଟିଏ ବୃଦ୍ଧାଶ୍ରମ କରିଥିଲେ। ତାଙ୍କର ଭଦ୍ରକ ମଣ୍ଡଳରେ ଗୋଟିଏ ସେ ଚିକିତ୍ସାଳୟ ଯେଉଁଟାକି ଆମର ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। କୋରାପୁଟର ଉମରକୋଟରେ ଗୋଟେ ତାଙ୍କର ବିଦ୍ୟାଳୟ ଚାଲିଛି, ଆବାସିକ ବିଦ୍ୟାଳୟ, ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ସେଠି ରହି ବିଦ୍ୟାଧ୍ୟୟନ କରୁଛନ୍ତି। ଆମର ରାଉରକେଲାରେ ନିକଟରେ ତାଙ୍କର ଗୋଟେ ମଧ୍ୟ ଲାଠିପେଠାରେ ମଧ୍ୟ ବିଦ୍ୟାଳୟ ଥିଲା। ଆଉ ଏଇଭଳି ଭାବରେ ସମ୍ବଲପୁରରେ ଗୋଟେ ବିଦ୍ୟାଳୟ ଚାଲିଛି ଯେଉଁଠି ଗରିବ ବିଦ୍ୟାର୍ଥୀମାନେ ମାଗଣାରେ ଶିକ୍ଷାଦାନ ଲାଭ କରୁଛନ୍ତି। ଆଉ ଯେଉଁ ନିଃସହାୟ ବୃଦ୍ଧ ବୃଦ୍ଧାମାନେ ବୁଢ଼ା ମଉସା ମାଉସୀମାନେ ସେଠି ରହିକି ଯେଉଁ ତାଙ୍କର ଗାଁରେ ଯେଉଁ ଗୋଟେ ଖୋଲିଛନ୍ତି ବୃଦ୍ଧ ସେବାଶ୍ରମ କେନ୍ଦ୍ର, ଯେଉଁଟାକି ଯେଉଁ ଜରାବାସ, ସେଠି ମଧ୍ୟ ସେମାନେ ଉଚିତ ସେବା ଲାଭ କରୁଛନ୍ତି ଏବଂ ତାଙ୍କର ସବୁ ସଂସାର ଜଞ୍ଜାଳକୁ ସେ ଭୁଲି ଯାଇ ସେଠି ଦିନ କାଟୁଛନ୍ତି। ତେଣୁ ସେଇ ମହାନ ଆତ୍ମାଙ୍କର ସଦ୍ଗତି ନିମନ୍ତେ ଏଠି ଆମେ ସମସ୍ତେ ସେଇ ପ୍ରଭୁ ଜଗନ୍ନାଥଙ୍କର ଚରଣ ଯୁଗଳରେ ଅନନ୍ତ କୋଟି ପ୍ରଣାମ ଜଣାଉଛୁ। ତେଣୁ ତାଙ୍କର ଉଦ୍ଦେଶ୍ୟରେ ମୁଁ ମଧ୍ୟ ଗୋଟେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତେଣୁ ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏହି ପଦ ଲେଖାଯାଇଛି। ଆଉ ଆଜିର ଦିନରେ ଯଦି ତାକୁ ଆମେ ପାଠ ନ କରିବା ତାହେଲେ ଗୋଟେ ନିଶ୍ଚିତ ଭାବରେ ଅବଶୋଷ ରହିଯିବ। ତାଙ୍କ ପ୍ରତି ସମାଜସେବୀ